17 ମେ ଶନିବାର 2025 ସକାଳର ମୁଖ୍ୟ ଖବରକୁ ସତ୍ୟପାଠରେ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ବଡ଼ ଖବର ଉପରେ। ଧ୍ୱଂସପ୍ରାପ୍ତ ଏୟାରବେସ୍ର ସବୁଠୁ ବଡ଼ ପ୍ରମାଣ ନିଜେ ଦେଲା ପାକିସ୍ତାନ। ମରାମତି ପାଇଁ ଜାରି କଲା ଟେଣ୍ଡର। ଏୟାରବେସ୍ ଓ ମିଲିଟାରୀ ବେସ୍ରେ ହୋଇଥିବା କ୍ଷୟକ୍ଷତି ଖବରକୁ ଲୁଚାଇ ରଖିଥିବା ପାକିସ୍ତାନ ନିଜେ ଧ୍ୱଂସ ହୋଇଥିବା ଏୟାରବେସ୍ର ପ୍ରମାଣ ପ୍ରଦାନ କରିଛି। ପାକିସ୍ତାନର ବାୟୁସେନା ସେହି ସମସ୍ତ ସ୍ଥାନ ପାଇଁ ଏକ ଅନଲାଇନ୍ ଟେଣ୍ଡର ଜାରି କରିଛି ଓ ଏଥିରେ ଏୟାରବେସ୍ର ମରାମତି ସହ ରକ୍ଷଣାବେକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଛି। ସୂଚନା ଥାଉ କି ଭାରତ ଓ ପାକିସ୍ତାନର ନୂର ଖାନ୍ ଓ ରହିମୟାର ଖାନ୍ ଏୟାରବେସ୍ ସମେତ ଅନ୍ୟ ଏୟାରବେସ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ଦେଶଗୁଡ଼ିକ ଭାରତ ଓ ଚୀନ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି କହିଲା ରୁଷ। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି ଯେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଭାରତ ଏବଂ ଚୀନକୁ ପରସ୍ପର ବିରୁଦ୍ଧରେ ଛିଡ଼ା କରାଉଛନ୍ତି। ସେ କହିଛନ୍ତି ପଶ୍ଚିମ ତାର ନୀତିକୁ ସ୍ପଷ୍ଟ ଚୀନ ବିରୋଧୀ ଆଭିମୁଖ୍ୟ ଦେବା ପାଇଁ ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଏକ ପ୍ରସଙ୍ଗ କରିବା ଆରମ୍ଭ କରିଛି। ଏହାଦ୍ୱାରା ଆମ ମହାନ ବନ୍ଧୁ ଭାରତ ଓ ଚୀନ ମଧ୍ୟରେ ଫାଟ ସୃଷ୍ଟି ହେବାର ଆଶା କରାଯାଉଛି। ପଶ୍ଚିମ ଦେଶଗୁଡ଼ିକ ଏସିଆରେ ଏସିଆନର ଭୂମିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଅପରେସନ ସିନ୍ଦୁର ସରିନି, ଆମେ କେବଳ ଟ୍ରେଲର ଦେଖାଇଛୁ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଭୁଜ ଏୟାରବେସ୍ରେ ଯବାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ସରିନି। ଯାହା କିଛି ହୋଇଛି ତାହା କେବଳ ଏକ ଟ୍ରେଲର ମାତ୍ର ଥିଲା। ସଠିକ ସମୟ ଆସିଲେ ଆମେ ସମଗ୍ର ବିଶ୍ୱକୁ ପୁରା ଫିଲ୍ମ ଦେଖାଇବୁ। ସେ ବାୟୁସେନାର ପ୍ରଶଂସା କରି କହିଛନ୍ତି, ଆପଣମାନେ କେବଳ ଶତ୍ରୁମାନଙ୍କୁ ପରାସ୍ତ କରିନାହାନ୍ତି, ବରଂ ସେମାନଙ୍କୁ ଧ୍ୱଂସ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣରେ 7 ଶିଶୁଙ୍କ ସମେତ 20 ଜଣ ନାଗରିକ ମୃତ୍ୟୁ। ଶୁକ୍ରବାର ଗାଜାରେ ଇସ୍ରାଏଲି ବାୟୁସେନାର ବିମାନ ଆକ୍ରମଣରେ ଅତି କମ୍ରେ 20 ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 7 ଜଣ ଶିଶୁ ଥିବାବେଳେ ଅନେକ ମହିଳା ଥିବା ନେଇ ସୂଚନା ମିଳିଛି। ତେବେ ଏହି ଆକ୍ରମଣକୁ ନେଇ ଇସ୍ରାଏଲ କହିଛି ଯେ ଏହାର ଟାର୍ଗେଟ ହମାସର ଆତଙ୍କବାଦୀ ଆଡ୍ଡା ଥିଲା ଏବଂ ଅଜାଣତରେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟରେ ଜାତିସଂଘ ଓ ଅନେକ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଭାରତୀୟ ପର୍ବତାରୋହୀ ସୁବ୍ରତ ଘୋଷଙ୍କର ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁ। ଭାରତୀୟ ପର୍ବତାରୋହୀ ସୁବ୍ରତ ଘୋଷଙ୍କର ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଗୁରୁବାର ଦିନ 8,849 ମିଟର ଉଚ୍ଚ ଶିଖରରେ ପହଞ୍ଚିବା ପରେ ଫେରୁଥିବା ସମୟରେ ହିଲାରୀ ଷ୍ଟେପ୍ ତଳେ 45 ବର୍ଷୀୟ ସୁବ୍ରତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉ କି ହିଲାରୀ ଷ୍ଟେପ୍ ଡେଥ୍ ଜୋନ୍ରେ ଅବସ୍ଥିତ। ଏହା 8,000 ମିଟର ଉଚ୍ଚ ଦକ୍ଷିଣ କୋଲ୍ ଏବଂ ଶିଖର ମଧ୍ୟରେ ଏକ ଅଞ୍ଚଳ ଯେଉଁଠାରେ ପ୍ରାକୃତିକ ଅମ୍ଳଜାନର ସ୍ତର ବଞ୍ଚିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଚୀନ କମ୍ପାନୀକୁ ଖଣି ଖନନର ଅନୁମତି ଦେବାକୁ ବିଲ୍ ଆଣିବାକୁ ଯାଉଛି ପାକିସ୍ତାନ। ପିଓକେରେ ଲୋକଙ୍କର ପ୍ରତିବାଦ। ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଗିଲଗିଟ୍ ଓ ବାଲ୍ତିସ୍ତାନରେ ରାଜନୈତିକ କର୍ମୀମାନେ ଏକ ପ୍ରସ୍ତାବିତ ବିଲ୍ ବିରୁଦ୍ଧରେ ପ୍ରତିବାଦ କରୁଥିବା ଜଣାପଡ଼ିଛି, ଯାହା ଚୀନ କମ୍ପାନୀଗୁଡ଼ିକୁ ଏହି ଅଞ୍ଚଳରେ ଖଣିଜ ପଦାର୍ଥ ଖନନ କରିବାକୁ ଅନୁମତି ଦେବ। ତେବେ ଆଗାମୀ ଦିନରେ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭାରେ ଏହି ବିଲ୍ ପାସ୍ ହେବ ବୋଲି ସୂଚନା ମିଳିବା ପରେ ଏହି ବିକ୍ଷୋଭ ଦେଖିବାକୁ ମିଳିଛି। ଏହି ବିଲ୍କୁ ବିରୋଧ କରିବାରୁ ସେଠାରେ 5 ଜଣ କର୍ମୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଭାରତର ସର୍ବକାଳୀନ 6 ଜଣ ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲା ୱିଜଡେନ୍। ଟେଷ୍ଟ କ୍ରିକେଟରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସର ପରେ ୱିଜଡେନ୍ ଭାରତର ସର୍ବକାଳୀନ 6 ଜଣ ଟେଷ୍ଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କର ତାଲିକା ପ୍ରକାଶ କରିଛି। ତେବେ ଏହି ତାଲିକାରେ ଶୀର୍ଷରେ ସଚିନ ତେନ୍ଦୁଲକର ଥିବାବେଳେ ଦ୍ୱିତୀୟରେ ସୁନୀଲ ଗାଭାସ୍କର, ତୃତୀୟରେ ରାହୁଲ ଦ୍ରାବିଡ ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିରାଟ କୋହଲି ଥିବାବେଳେ ପଞ୍ଚମ ସ୍ଥାନରେ VVS ଏବଂ ଷଷ୍ଠ ସ୍ଥାନରେ ବୀରେନ୍ଦ୍ର ସେହବାଗଙ୍କର ନାମ ରହିଛି। ଭାରତୀୟ ଜଳସୀମାରେ ଚୀନ ଗୁପ୍ତଚର ଜାହାଜ, ପାକିସ୍ତାନକୁ କରିପାରେ ସାହାଯ୍ୟ। ସରକାରୀ ସୂତ୍ରକୁ ଆଧାର କରି ନ୍ୟୁଜ୍18 ରିପୋର୍ଟ କହିଛି ଯେ ଭାରତୀୟ ଜଳସୀମାରେ ଉପସ୍ଥିତ ଥିବା ଡା ୟାଙ୍ଗ ହି ହାଓ ନାମକ ଚାଇନା ଜାହାଜ ପାକିସ୍ତାନକୁ ସାହାଯ୍ୟ କରିପାରେ। ରିପୋର୍ଟ ଅନୁଯାୟୀ ଚୀନ ଏହି ଜାହାଜକୁ ଗବେଷଣା ଜାହାଜ କହୁଥିଲେ ମଧ୍ୟ ଭାରତ ଏବଂ ଅନ୍ୟ ରାଷ୍ଟ୍ର ଏହାକୁ ଗୁପ୍ତଚର ଜାହାଜ ଭାବରେ ଦେଖନ୍ତି। ସେହିପରି ଏହି ଜାହାଜର ଲକ୍ଷ୍ୟ ସମ୍ଭବତଃ ଭାରତର ସାମୁଦ୍ରିକ ନିରୀକ୍ଷଣ ଓ ରେସ୍ପନ୍ସ କ୍ଷମତା ପରୀକ୍ଷା କରିବା ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅବସର ନେବା ପରେ ଭାଇରାଲ ହେଲା ବିରାଟ କୋହଲିଙ୍କର 10ମ ଶ୍ରେଣୀର ମାର୍କସିଟ୍। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟରୁ ଅବସର ନେବା ପରେ ତାଙ୍କର 10ମ ଶ୍ରେଣୀ ମାର୍କସିଟ୍ ଭାଇରାଲ ହୋଇଛି।
କୋହଲି ଗଣିତରେ 51 ନମ୍ବର ରଖିଥିବା ବେଳେ ବିଜ୍ଞାନରେ 55 ଏବଂ ଇଂରାଜୀରେ 83 ନମ୍ବର ପାଇଛନ୍ତି। ମାର୍କସିଟ୍ ଉପରେ ପ୍ରତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଗୋଟିଏ କାଗଜ ତୁମର ଭବିଷ୍ୟତ ନିର୍ଣ୍ଣୟ କରିପାରିବନି। ସୂଚନା ଥାଉ କି ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାଜା ଚକ୍ରଙ୍କୁ ଝଟକା ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ରାଜାଙ୍କର 3 ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ 5 ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମାନସ ବାରିକ, ଉତ୍କଳ ଦାସ ଏବଂ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଥାଉ କି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଅପରେସନ ସିନ୍ଦୁର ସମୟରେ କିରାନା ହିଲ୍ସ ଉପରେ ଉଡ଼ିଥିଲା ୟୁଏସର ନ୍ୟୁକ୍ଲିୟର ଏମର୍ଜେନ୍ସି ପ୍ଲେନ୍ ରିପୋର୍ଟ। ଫ୍ଲାଇଟ୍ ରାଡାର 24ରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତର ଅପରେସନ ସିନ୍ଦୁର ସମୟରେ ୟୁଏସର ନ୍ୟୁକ୍ଲିୟର ଏମର୍ଜେନ୍ସି ରେସ୍ପନ୍ସ ପ୍ଲେନ୍ US-B-350 ପାକିସ୍ତାନର ପରମାଣୁ ଅସ୍ତ୍ର ଥିବା କିରାନା ହିଲ୍ସ ଉପରେ ଉଡ଼ିଥିଲା। ନ୍ୟୁକ୍ଲିୟର ଇମର୍ଜେନ୍ସି ସମୟରେ ଆମେରିକାର ଶକ୍ତି ବିଭାଗ ଏହି ବିମାନକୁ ପରିଚାଳନା କରିଥାଏ। ବିମାନଟି ଫ୍ଲାଇଟ୍ ରାଡାର 24ରେ ଦେଖାଯାଇଥିଲା, ଯାହାର ଟେଲ୍ ନମ୍ବର N111SZ ଥିଲା ବୋଲି ସୂଚନା ମିଳିଛି। ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଭାରତ ଏହି ଅପରେସନ କରିଥିଲା। ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ବର୍ଷକର ମୋହନ ସରକାରଙ୍କୁ କରିବେ ଉତ୍ସାହିତ। ଆସନ୍ତା ମାସ ଓଡ଼ିଶାରେ ବିଜେପି ସରକାରର 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପିଏମଓ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ବିଜେପି ସରକାର ଗଠନ ହେବାର 11 ମାସରେ ଅଧିକାଂଶ ପ୍ରତିଶ୍ରୁତି ପୂରଣ ହୋଇଛି। ତେଣୁ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗ ଦେବାର ଆମର ଇଚ୍ଛା ରହିଛି। ୟୁପିରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରି 2 ଜଣଙ୍କ ଜୀବନ ନେଇଥିବା ଡାକ୍ତରାଣୀଙ୍କ ବାବଦରେ ହେଲା ନୂଆ ଖୁଲାସା। ଉତ୍ତରପ୍ରଦେଶର କାନପୁରରେ ଦ ଏମ୍ପାୟାର କ୍ଲିନିକ୍ ଚଲାଉଥିବା ଡାକ୍ତରାଣୀ ଅନୁଷ୍କା ତିୱାରୀ BDS ବ୍ୟାଚେଲର ଅଫ୍ ଡେଣ୍ଟାଲ ସର୍ଜରୀ ପଢ଼ିଥିବା ନେଇ ପୁଲିସ ସୂଚନା ଦେଇଛି। ଏହି ଶିକ୍ଷାଗତ ଆଧାର ଯୋଗ୍ୟତାରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା ଅବୈଧ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଥିବା ପୋଲିସ କହିଛି। ଅନୁଷ୍କାଙ୍କଠାରୁ ହେୟାର ଟ୍ରାନ୍ସପ୍ଲାଣ୍ଟ କରାଇବାର 5ରୁ 6 ମାସ ଅନ୍ତରାଳରେ 2 ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଥିଲା। ଅପରେସନ ବେଳେ ବଜ୍ରପାତରେ ରାଉରକେଲାରେ ସିଆରପିଏଫ୍ ବାଟାଲିୟନଙ୍କ ଯବାନଙ୍କର ମୃତ୍ୟୁ ଘଟିଛି। 4 ଗୁରୁତର। ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ଯାଇଥିବା ବେଳେ ବଜ୍ରପାତରେ ଜଣେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହେବା ସହ ଅନ୍ୟ 4 ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ରାଉରକେଲାର ସିଆରପିଏଫ୍ 26 ବାଟାଲିୟନ ଅଧିକାରୀ M ପ୍ରବୋଧ ସିଂ 46 ଏବଂ ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ପଶ୍ଚିମ ସିଂଭୂମି ଜିଲ୍ଲାର କେରିବୁରୁ ଗାଁରେ ବଜ୍ରପାତ ହେବାରୁ ଯବାନଙ୍କର ମୃତ୍ୟୁ ହୋଇଛି। ସେହିପରି ଗୁରୁତର ଯବାନମାନଙ୍କୁ କିରିବୁରୁ ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ବଲପୁରରୁ ଚାଲିବ କୃଷି ଏକ୍ସପ୍ରେସ ଟ୍ରେନ୍, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୁବ୍ ଶୀଘ୍ର ସମ୍ବଲପୁରରୁ କୃଷି ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସମ୍ବଲପୁରରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାପରେ ସେ ଚିପିଲିମା କୃଷି ବିଶ୍ୱବିଦ୍ୟାଳୟରେ 10 କୋଟି 50 ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ହୀରାକୁଦ ପ୍ରେକ୍ଷାଳୟର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ଥିଲେ। ଅପରେସନ ସିନ୍ଦୁର ପରେ ଅତିରିକ୍ତ 50,000 କୋଟି ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍। ରିପୋର୍ଟ ମୁତାବକ ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନୂଆ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ କ୍ରୟ ପାଇଁ ପ୍ରତିରକ୍ଷା ବଜେଟ୍ରେ 50,000 କୋଟି ଟଙ୍କାର ଅତିରିକ୍ତ ରାଶି ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଅତିରିକ୍ତ ବଜେଟ୍ ମାଧ୍ୟମରେ ସଶସ୍ତ୍ର ବାହିନୀର ପ୍ରାଥମିକ ଆବଶ୍ୟକତା, ଜରୁରୀ କ୍ରୟ ଓ ଗବେଷଣା ଓ ବିକାଶ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ ବ୍ୟବସ୍ଥା କରାଯିବ। ଓ ମୋ ଭିତରେ ଭେଟ ନ ହେବା ପର୍ଯ୍ୟନ୍ତ କିଛି ହେବ ନାହିଁ, କହିଲେ ଶାନ୍ତି ଆଲୋଚନା ଉପରେ ଟ୍ରମ୍ପ। ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ମୁଁ ଏକାଠି ନ ହୋଇଛୁ ସେ ପର୍ଯ୍ୟନ୍ତ କିଛି କହିହେବ ନାହିଁ। ସୂଚନା ଥାଉ କି ପୁଟିନ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କିଙ୍କ ସହ ଶାନ୍ତି ଆଲୋଚନା ପାଇଁ ତୁର୍କୀ ଗସ୍ତ କରିନାହାନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଅନେକ ବର୍ଷ ହେବ ଯୁଦ୍ଧ ଜାରି ରହିଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଟ୍ରମ୍ପ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ଶାନ୍ତି ପୁରସ୍କାର ଚାହାନ୍ତି ଟ୍ରମ୍ପ। ଅସ୍ତ୍ର ବିରତିର ଶ୍ରେୟ ଉପରେ ଟ୍ରମ୍ପଙ୍କ ପୂର୍ବତନ ଏନ୍ଏସ୍ଏ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ର ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶ୍ରେୟ ନେବାକୁ ଚାହୁଁଥିବା ବେଳେ ଟ୍ରମ୍ପଙ୍କର ପୂର୍ବତନ ଏନ୍ଏସ୍ଏ ଜନ୍ ବୋଲ୍ଟନ୍ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଓବାମାଙ୍କ ପରି ନୋବେଲ ଶାନ୍ତି ପୁରସ୍କାର ନେବାକୁ ଚାହୁଁଛନ୍ତି। ସେହିପରି ଓବାମାଙ୍କୁ ଏହା ମିଳିଥିବାରୁ ସେ ଈର୍ଷା କରୁଥିଲେ ବୋଲି ବୋଲ୍ଟନ୍ କହିଛନ୍ତି। ଏହାସହ 2019ର ବାଲାକୋଟରେ ଭାରତର ଆକ୍ରମଣ ସମୟରେ ଟ୍ରମ୍ପ ଶୋଇଥିଲେ ବୋଲି ସେ ଦର୍ଶାଇଛନ୍ତି। ବ୍ରିଟେନରେ ମେୟର ହେଲେ ଉତ୍ତରପ୍ରଦେଶର ଜଣେ ଚାଷୀ ପୁଅ। ଉତ୍ତରପ୍ରଦେଶ ମିର୍ଜାପୁରର ବାଟେୱାଡା ଗାଁର ଜଣେ ଚାଷୀ ପୁଅ ରାଜକୁମାର ମିଶ୍ରା ବ୍ରିଟେନରେ ୱେଲିଙ୍ଗବୋରୋ ସହରରେ ମେୟର ନିର୍ବାଚନରେ ବିଜୟୀ ହେବା ପରେ ଶପଥ ନେଇଛନ୍ତି। ରିପୋର୍ଟ ଅନୁସାରେ ଚଣ୍ଡିଗଡ଼ରୁ ବିଟେକ୍ ସମାପ୍ତ କରିବା ପରେ ରାଜକୁମାର ଏମଟେକ୍ ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ଚାକିରି କରିବା ସହ ସେଠାକାର ନାଗରିକତା ଗ୍ରହଣ କରିଥିଲେ। ସୂଚନା ଥାଉ କି ଯେ ଏହି ନିର୍ବାଚନ ଲେବର ପାର୍ଟି ଟିକେଟରେ ଲଢ଼ିଥିବା ବେଳେ ଏହାର ଫଳାଫଳ ମେ 13 ତାରିଖରେ ଘୋଷଣା କରାଯାଇଥିଲା। 2 ଘଣ୍ଟାରୁ କମ୍ ସମୟରେ ଶେଷ ହେଲା ରୁଷ ୟୁକ୍ରେନର ଶାନ୍ତି ଆଲୋଚନା। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷ ଓ ୟୁକ୍ରେନର ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ଦିନ ତୁର୍କୀର ଇସ୍ତାନବୁଲରେ 2 ଘଣ୍ଟାରୁ କମ୍ ସମୟ ଆଲୋଚନା କରିବା ପରେ ସେମାନଙ୍କ ଶାନ୍ତି ଆଲୋଚନା ଶେଷ କରିଛନ୍ତି। ୟୁକ୍ରେନର ଏକ କୂଟନୈତିକ ସୂତ୍ର ସ୍କାଏ ନ୍ୟୁଜ୍ କହିଛି ଯେ ରୁଷ ଅବାସ୍ତବ ଦାବି କରିଛି, ଯାହା ପୂର୍ବରୁ ଆଲୋଚନା କରିବା ନେଇ ଯେକୌଣସି ବିଷୟଠାରୁ ବହୁତ ଅଧିକ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଏହା ପ୍ରଥମ ସିଧାସଳଖ ଶାନ୍ତି ଆଲୋଚନା ଥିଲା। ଚୁକ୍ତି ପାଇଁ ଇରାନକୁ ପ୍ରସ୍ତାବ ଦେଇଛି ଆମେରିକା, କହିଲେ ଡୋନାଲ୍ଡ ଟ୍ରମ୍ପ। ଇରାନ ନିକଟରେ ପରମାଣୁ ଚୁକ୍ତି ସମ୍ପର୍କରେ ଆମେରିକାର ପ୍ରସ୍ତାବ ରହିଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଇରାନ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନ ନିଏ ତେବେ ପରିସ୍ଥିତି ବିଗିଡ଼ିପାରେ। ଟ୍ରମ୍ପ ଏହା ପୂର୍ବରୁ କହିଥିଲେ ଯେ ତେହେରାନର କିଛି ମାତ୍ରାରେ ସର୍ତ୍ତଗୁଡ଼ିକ ଉପରେ ସହମତି ଜଣାଇଛି ଏବଂ ଆମେରିକା ଓ ଇରାନ ପରମାଣୁ ଚୁକ୍ତିକୁ ଅନ୍ତିମ ରୂପ ଦେବାରେ ନିକଟତର ହେଉଛନ୍ତି। ଆସନ୍ତା ଜୁନ୍ 28 ଜୁଲାଇରୁ 6 ତାରିଖ ପର୍ଯ୍ୟନ୍ତ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ରହିବ ମରାମତି। ଆସନ୍ତା ଜୁନ୍ 28ରୁ ଜୁଲାଇ 6 ତାରିଖ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଶୁକ୍ରବାର ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଥିବା ବେଳେ କେବଳ ଚଟାଣ କାମ ବାକି ରହିଛି ବୋଲି ସୂଚନା ମିଳିଛି। ତୋଇବାର 3 ଆତଙ୍କୀ ସହଯୋଗୀଙ୍କୁ ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ। ଜମ୍ମୁ କାଶ୍ମୀରର ବଡ଼ଗାମ ପୋଲିସ ଶୁକ୍ରବାର ଦିନ ଆତଙ୍କବାଦୀ ସଂଗଠନ ଲସ୍କରେ ତୋଇବାର ସହିତ ଜଡ଼ିତ 3 ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମୁଜାମିଲ ଅହମଦ, ଇସ୍ଫାକ ପଣ୍ଡିତ ଓ ମୁନିର ଅହମଦ ହୋଇଥିବା ନେଇ ପୋଲିସ ଏକ ବିବୃତ୍ତିରେ କହିଛି। ତେବେ ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ସହିତ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦିଆସିଲି କାଠି ସହ ବ୍ରେଷ୍ଟ ନାହିଁ କହି ମଜା ଉଡାଉଥିଲେ ଅନ୍ୟମାନେ, କହିଲେ ଅନନ୍ୟା ପାଣ୍ଡେ। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ପତଳା ଶରୀର ପାଇଁ ସମାଲୋଚନାର ଶିକାର ହୋଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ମୋତେ ଦିଆସିଲି କାଠି କହିବା ସହ ମୋର ଫିଗର ନାହିଁ କହି ମୋର ମଜାକ ଉଡାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଏବେ ମୋର ଶରୀର ଲାଗିବା ପରେ ମୁଁ ହିପ୍ ସର୍ଜରୀ କରିଥିବା କୁହାଯାଉଛି। ଜଣେ ବ୍ୟକ୍ତି ଯେପରି ଦେଖାଯାଉନା କାହିଁକି ତାର ଶରୀରକୁ ନେଇ ସବୁବେଳେ ଆଲୋଚନା ଲାଗିଥାଏ ବୋଲି ସେ କହିଛନ୍ତି। ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କଲେ ଓଡ଼ିଶା ସରକାର। 12 ଜଣିଆ ଟିମ୍ରେ ରହିବେ 2 କିନ୍ନର। ଓଡ଼ିଶା ସରକାର କିନ୍ନର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ବୋର୍ଡର ଅଧ୍ୟକ୍ଷ ରହିବେ ଓ 2 ଜଣ କିନ୍ନରଙ୍କ ସମେତ 11 ଜଣ ସଦସ୍ୟ ରହିବେ। ଉକ୍ତ ବୋର୍ଡର ଅବଧି 3 ବର୍ଷ ଥିବାବେଳେ ବୋର୍ଡ ପୁନର୍ଗଠନ ପାଇଁ ପଦକ୍ଷେପ ନିଆଯିବ। କିନ୍ନରଙ୍କ ପାଇଁ ଶିକ୍ଷା, ଚାକିରି, ଗୃହ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାକୁ ବୋର୍ଡ ଦେଖିବ ଏବଂ ସାମ୍ବିଧାନିକ ଓ ମାନବିକ ଅଧିକାରର ସୁରକ୍ଷା କରିବ। ଗୟା ସହରର ନୂଆ ନାମ ହେଲା ଗୟାଜି। କ୍ୟାବିନେଟ ବୈଠକରେ ମଞ୍ଜୁରି ଦେଲେ ବିହାର ସରକାର। ବିହାର କ୍ୟାବିନେଟ ଗୟା ସହରର ପୌରାଣିକ, ଐତିହାସିକ ଓ ଧାର୍ମିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ନାମ ଗୟାଜି ରଖିବାକୁ ମଞ୍ଜୁରି ହୋଇଛି। ରାଜ୍ୟ କ୍ୟାବିନେଟ ଶୁକ୍ରବାର ମୋଟ 69ଟି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ୍ସରେ ଲେଖିଛନ୍ତି ଯେ ଏବେ କେବଳ ମୁଁ ନୁହେଁ ସାରା ବିଶ୍ୱ ଗୟାକୁ ଗୟାଜି ବୋଲି କହିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ। ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିଲା 58ତମ ଜ୍ଞାନପୀଠ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ
ଜଗଦ୍ଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ସାହିତ୍ୟ ଓ ସମାଜ କ୍ଷେତ୍ରରେ ଥିବା ଅବଦାନ ପାଇଁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ 58ତମ ଜ୍ଞାନପୀଠ ପୁରସ୍କାର ମିଳିଛି। ତେବେ ଏହି ପୁରସ୍କାର ପାଇବା ପରେ ସେ କହିଛନ୍ତି ଯେ ଆଜି ମୁଁ ଜ୍ଞାନପୀଠ ପୁରସ୍କାର ପାଇ ପ୍ରକୃତରେ ବହୁତ ଖୁସି, କାରଣ ମୋ ଜ୍ଞାନର ମୂଲ୍ୟାଙ୍କନ କରାଯାଇଛି। ପୁରରେ ସାମ୍ବାଦିକ ସମ୍ମିଳନୀ ମାଓ ସାମଗ୍ରୀ ଜବତ ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ଏସ୍ପି। ବଲାଙ୍ଗୀର ଜିଲ୍ଲାର ମନୋହରପୁର ଅଞ୍ଚଳର ଓଡ୍ରାଫ ବିଲ୍ଡିଂଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ଏସ୍ପି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଟିମ୍ ଏକ ସର୍ଚ୍ଚ ଅପରେସନ ଚଳାଇଥିଲା। ଫଳରେ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ କରାଯାଇଛି। ଏହାକୁ ମାଓ ଗତିବିଧି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଆଘାତ ବୋଲି ଏସ୍ପି କହିଛନ୍ତି। 16 ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର। ନିକଟରେ ଯୁଗ୍ମ ସଚିବ ଭାବରେ ଲୋକସେବା ଭବନରେ ନିଯୁକ୍ତ ହୋଇଥିବା 16 ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ସଚିବ ପଦବୀରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଆଇଏଏସ୍ ଅଧିକାରୀ ଧରମ ହାଁସଦା, ରୀନା ମହାପାତ୍ର, ଲିଲି କୁମାରୀ, କୁଲୁ, ଆରାଧନା ଦାସ, ନରହରି ସେଠୀ, ମଧୁସ୍ମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା, ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱୟଂପ୍ରଭା ମହାନ୍ତି ଇତ୍ୟାଦିଙ୍କୁ ପଦୋନ୍ନତି ମିଳିଛି। ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରିବାକୁ ଭୁଲିବେନି। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର।